ଅଥ ବୁଧିବା ମନ ଓଷା ବ୍ରତ କଥା ବା ବୁଧେଇ ଓଷା କଥା। ତୃତୀୟ ଛାନ୍ଦ। ଏଥୁ ଅନନ୍ତରେ ସୁଜନ ଶୁଣ, ଅପୂର୍ବ ରସ ଯେହୁ ବିଧାନ। ବୁଧିବା ମନଙ୍କ ମହିମା ଯେତେ, ଓଷେଇତି ମାନେ ଶୁଣ ସୁଚିତେ। ବୁଧିବା ମନଙ୍କ ମହିମା ଯେତେ, ବନ୍ଧୁ ମହାନ୍ତି ନାମ ବୋଲିବାର। ଯାଜପୁରରେ ଯେ ଘର ତାହାର, ଭାରିଜା ନାମ ତାର ପ୍ରିୟବତୀ। ଅତ୍ୟନ୍ତ ସୁନ୍ଦରୀ ସେହୁ ଯୁବତୀ, ତାହାର ଥିଲା ଗୋଟିଏ କୁମର। ସେ ପୁତ୍ର ନାମ ଅଟେ ଭାଗ୍ୟଧର, ସୁଖେ ମନ୍ତ ବଞ୍ଚୁଥାଇ ଦିନ। ଚିନ୍ତା ନଥାଇ ଯେ ତାହାରି ମନ, ସୁଖେ ମନ୍ତ ବଞ୍ଚୁଥାଇ ଦିନ। ଏମନ୍ତେ ତହିଁ ଗଲା କେତେ ଦିନ, ଭାଦ୍ରବ ମାସ ଯେ ହୋଇଲା ପୁଣ। ସମସ୍ତ କାମିନୀ ମାନେ ଯେ ଯାଇ, ଓଷା ବିଧି ମାନ ସମସ୍ତ ନେଇ। ଯେ ଯାହା ଦ୍ରବ୍ୟ ଘେନି ଚଳିଗଲେ, ଓଷା କୋଠିରେ ପ୍ରବେଶ ହୋଇଲେ। ବୁଧିବା ମନଙ୍କୁ ଥାପନା କଲେ, ଆନନ୍ଦ ମନେ ହୁଳହୁଳି ଦେଲେ। ଓଷା ଦେଖିବାକୁ ମହାନ୍ତି ଆଣି, ମନରେ ଗରବ କଲା କପୁଣି। ଓଷା ଦେଖିବାକୁ ମହାନ୍ତି ଆଣି, ବୋଇଲା ଏହୁ ମାଛ ଭାତ ଖାଇ। ଓଷା କରିଛନ୍ତି କେଉଁ ବଡ଼ାଇ, ଏମନ୍ତ ସେଠାରେ ପ୍ରବେଶ ହେଲା। ଓଷା କୋଠିରେ ଯାଇ ନ ମିଳିଲା, ସେ ଓଷା ମନକୁ ଅଇଲା ନାହିଁ। ଇଙ୍ଗିତ କରି ବାହୁଡ଼ିଲା ସେହି, ତାହା ଜାଣି କରି ବୁଧିବା ମନ। ମାୟାରେ ସର୍ପକୁ ପେଶିଲେ ପୁଣ, ବୋଇଲେ ତୁହି ଏହି କ୍ଷଣି ଯିବୁ। ବନ୍ଧୁ ମହାନ୍ତି ପୁଅକୁ ଦଂଶିବୁ, ଆଜ୍ଞା ପ୍ରମାଣେ ସର୍ପ ଚଳିଗଲା। ବନ୍ଧୁ ମହାନ୍ତି ପୁଅକୁ ଦଂଶିଲା, ସମସ୍ତେ ଓଷାର ବିଧି ସାରିଲେ। ଯେ ଯାହା ପୁରେ ପ୍ରବେଶ ହୋଇଲେ, ହେମନ୍ତ ସମୟେ ମହାନ୍ତି ଆଣି। ସ୍ୱଗୃହେ ପ୍ରବେଶ ହୋଇଲା ପୁଣି, ହେମନ୍ତ ସମୟେ ମହାନ୍ତି ଆଣି। ପୁତ୍ରକୁ କ୍ଷୀର ଦେବାକୁ ଯେ ଗଲା, ପୁତ୍ରକୁ ନେଇ ସେ କୋଳେ ଧଇଲା। ଦେଖିଲା ପୁତ୍ର ଦେହେ ପ୍ରାଣ ନାହିଁ, ମରି କରି ପୁତ୍ର ଛଇ ଶୋଇ। ଦେଖିଣ ସେହୁ ଆଶ୍ଚର୍ଯ୍ୟ ହୋଇଲା, ଆହା ପୁତ୍ର ବୋଲି ରୋଦନ କଲା। ମରି ଯାଇକିନା ଦୁଃଖୀ ଜୀବନ, କେତେ କଷ୍ଟରେ ପାଇଥିଲି ଧନ। ଚକ୍ଷୁ ଖୋଲି କରି କେ ମୋର ନେଲା, ଅନ୍ଧ କରି ମୋତେ ବସାଇ ଗଲା। ପିତାକୁ ତୋର ନାଥ ଯେ କଲୁ, ଆପେ ମରି ମୋତେ ମାରିଣ ଗଲୁ। କାହିଁ ଯିବି ଆରେ ଚନ୍ଦ୍ରମା ମୁଖ, ଦେଇଗଲୁ ମୋତେ ଦାରୁଣ ଦୁଃଖ। ହେମନ୍ତ ସମୟେ ଗେରସ୍ତ ତାର, ପ୍ରବେଶ ହୋଇଲେ ଆସି ଦୁଆର। ବୋଇଲା ଆଲୋ ତୁ କି କର୍ମ କଲୁ, କେମନ୍ତ ପ୍ରକାରେ ପୁଅ ମାଇଲୁ। ଯେମନ୍ତ ଓଷାକୁ ନିନ୍ଦିଣ ଥିଲା, ସେହି ହକିକତ କହିଣ ଗଲା। ଯେତେ ଦେବତାଏ ଅଛନ୍ତି ମହି, ତାଙ୍କୁ ସେ ବି ପୁତ୍ର ପାଇଲେ ମୋହି। ତୁହି ପାମରିଲୋ ନ ଜାଣୁ କିଛି, କେଉଁଠାରେ ଓଷା ପୂଜା ହେଉଛି। ଚାଲ ସେଠାକୁ ବେଗ ହୋଇ ଯିବା,
ବୁଦ୍ଧିବାମନଙ୍କ ପାଦେ ପଡ଼ିବା। ହେମନ୍ତେ ଦୁଇ ପ୍ରାଣୀ ଚଳିଗଲେ, ଓଷା କୋଠିରେ ଯାଇଣ ମିଳିଲେ। ଦୁଇ ପ୍ରାଣୀ ଯେ ଆକୁଳ ହୁଅନ୍ତି, ବୁଦ୍ଧିବାମନଙ୍କ ପାଦେ ପଡ଼ନ୍ତି। ବୋଇଲେ ପୁତ୍ର ଦେଲେ ଆମ୍ଭେ ଯିବୁ, ନୋହିଲେ ଏଠାରେ ପଡ଼ି ନଥିବୁ। ପୁତ୍ରକୁ ଯେବେ ନ ଦେବ ଆମ୍ଭଙ୍କୁ, କିମ୍ପାଇଁ ଆମ୍ଭେ ତ ଯିବୁ ଘରକୁ। ପୁତ୍ର ଯେବେ ନିଶ୍ଚେ ଆମ୍ଭଙ୍କୁ ଦେବୁ, ଏ ଓଷା ନିଶ୍ଚୟ ଆମ୍ଭେ କରିବୁ। ଏ ଓଷା ନିନ୍ଦିଣ ଥିଲା ଯେ ମନ୍ତେ, ପୁତ୍ରକୁ ଯେ ନାଶ କଲ ତେ ମନ୍ତେ। ହେମନ୍ତ ଶୁଣିଣ ବୁଦ୍ଧିବାମନ, ତତକ୍ଷଣେ ଯାଇ ମିଳିଲେ ପୁଣ। ପ୍ରବେଶ ହୋଇଲେ ତାର ମନ୍ଦିର, ପୁତ୍ରକୁ ଯାଇ ଧଇଲେ କୋଳର। ପୁତ୍ରକୁ ତାହାର ଛାଡ଼ି ନ ଦେଲେ, ବିଷକୁ ଶୂନ୍ୟରେ ଉଡ଼ାଇ ନେଲେ। ତକ୍ଷଣେ ପୁତ୍ର ପାଇଲା ଜୀବନ, ଅନ୍ତର୍ଧାନ ହେଲେ ବୁଦ୍ଧିବାମନ। ଓଷା କୋଠିରେ ମିଳିଲେ କଯାଇ, ଦୁଇ ଜଣ ଯାକ ଅଛନ୍ତି ଶୋଇ। ସେଜରେ ବସି କାନ୍ଦୁଛି କୁମର, ବେଗେ ଯାଇ କରି କୋଳରେ ଧର। ଏମନ୍ତେ କହି ଛାଟେ କମାଇଲେ, ବୁଦ୍ଧିବାମନ ଅନ୍ତର୍ଧାନ ହେଲେ। ତକ୍ଷଣେ ଜାଣିଲେ ସେବେ ନିଜନ, ଶୟନ ତେଜି ଉଠିଲେ ବହନ। ଯହୁଁ ଆଜ୍ଞା ଦେଲେ ବୁଦ୍ଧିବାମନ, ବିଚାରି ଘରକୁ ଗଲେ କପୁଣ। ପୁତ୍ର ପାଇ ସେ ଯେ ଆନନ୍ଦ ହେଲେ, ପ୍ରାଣ ଥିବା ଯାଏ ଓଷା ସେ କଲେ। ହେମନ୍ତ ମହିମା ବୁଦ୍ଧିବାମନ, ନିର୍ଧନୀ ଲୋକକୁ ଦିଅନ୍ତି ଧନ। ଅପୁତ୍ରିକେ ସେ ଯେ ପୁତ୍ର ଦିଅନ୍ତି, ଚକ୍ଷୁ ନଥିଲେ ଚକ୍ଷୁ ଦାନ ଦିଅନ୍ତି। ହେମନ୍ତ ମହିମା ବୁଦ୍ଧିବାମନ, ମହାନ୍ତି ଆଣିର ଜାଣି ମାପଣ। ଖୁଣିଲାକୁ ସେ ହୋ ଦଣ୍ଡ ପାଇଲା, ବୁଦ୍ଧିବାମନଙ୍କ ଆଜ୍ଞା ହୋଇଲା। କାମିନୀ ଗଣେ କଥା ଶୁଣିଲେ, ଆନନ୍ଦ ମନେ ହୁଳହୁଳି ଦେଲେ। ପୁଣ୍ୟ ବିଗୁଣ ବିଚାର ନାହିଁ, ମୋର ଦୋଷ କ୍ଷମା କର ଗୋସାଇଁ। ଦୋଷକୁ ଦଣ୍ଡିବା ନୋହେ ଉଚିତ, ତୁମ୍ଭ ଶ୍ରୀ ଚରଣେ ରହୁ ମୋ ଚିତ୍ତ। କଣ୍ଠେ ବସି ପଦ ଦେବ ଯେ କହି, ଠିକ ଠିକ କରି ଲେଖିବି ମୁଇଁ। ଠିକ ଠିକ କରି ପଢ଼ିବି ମୁଇଁ। ତୃତୀୟ ଛନ୍ଦ ଯେ ହୋଇଲା ଶେଷ, ଭାବେ ବଣିଲେ ଗୋପୀନାଥ ଦାସ। ତୃତୀୟ ଛନ୍ଦ ଯେ ହୋଇଲା ଶେଷ, ଭାବେ ବଣିଲେ ଗୋପୀନାଥ ଦାସ। ଭାବେ ବଣିଲେ ଗୋପୀନାଥ ଦାସ। ଏତେ ଉତ୍କଳୀୟ ସନ୍ଥ ମହାପୁରୁଷ କବି ଶ୍ରୀ ଗୋପୀନାଥ ଦାସଙ୍କ କୃତ ଶ୍ରୀ ଶ୍ରୀ ବୁଦ୍ଧିବାମନ ବ୍ରତ କଥା ବା ବୁଧେଇ ଓଷା ବହି ଗୀତ ତୃତୀୟ ଛନ୍ଦ ସମାପ୍ତମ୍। ହରି ଓମ୍।